ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାକୁ ନେଇ ଗୋଟେ ବହୁତ ବଡ଼ ଅପଡ଼େଟ୍ ଆସିଛି କି ଆପଣମାନଙ୍କର ସୁଭଦ୍ରା ଯୋଜନା ଚତୁର୍ଥ କିସ୍ତି ଆପଣ ଯେଉଁମାନେ ପାଇନାହାନ୍ତି ତ ତାଙ୍କମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡ଼େଟ୍ ଆସିଛି, ଯାହାକି ମୁଁ ଆଜି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ମୁଁ ଜଣେଇବି। ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖିପାରିଲେ ଆପଣ ଜାଣିପାରିବେ କି ଆପଣଙ୍କର ପ୍ରୋବ୍ଲେମ୍ଟା କ'ଣ ଥିଲା ଏବଂ କ'ଣ ପାଇଁ ଆପଣ ପଇସା ପାଇନଥିଲେ। ତ ସେ ବିଷୟ ମୁଁ ଟୋଟାଲ୍ ଡିଟେଲ୍ସ ଭାବରେ ମୁଁ ଆପଣଙ୍କୁ ଜଣେଇବି। ଯଦି ଭିଡ଼ିଓଟି ଭଲ ଲାଗୁଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ତ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନା ଯେଉଁ ଚତୁର୍ଥ କିସ୍ତି ଆପଣମାନଙ୍କର ପଇସା ପାଇଥିଲେ ଯେଉଁମାନେ, ଯାହାକି ଆପଣମାନଙ୍କର ଥିଲା 5,000 ଟଙ୍କା ଲେଖାଏଁ ସେମାନେ ପାଇଥିଲେ, ଠିକ୍ ଅଛି। କିନ୍ତୁ ଏମିତି ବି ବହୁତ ହିତାଧିକାରୀ ଅଛନ୍ତି କି ସେମାନେ ଯୋଗ୍ୟ ହେଇକି ବି ସେମାନେ ପଇସା ମଧ୍ୟ 5,000 ଟଙ୍କା ଯାହା ବି ଅଛି ଆପଣମାନଙ୍କର, ତ ସେଇଟା ଆପଣମାନେ ପାଇନାହାନ୍ତି। ତ ଏଇ 5,000 ଟଙ୍କା ଯେଉଁମାନେ ପାଇନାହାନ୍ତି, ଯେଉଁମାନେ ଯୋଗ୍ୟ ହିତାଧିକାରୀ ତାଙ୍କର କ'ଣ ଥିଲା ନା, ପ୍ରଥମେ ଆପଣ ଦେଖିବା ପାଇଁ ଗଲେ ତାଙ୍କର ଆପ୍ଲିକେସନ୍ଟି ଆପଣମାନଙ୍କର ଅଣ୍ଡର ପ୍ରୋସେସ୍ ହେଇକି ଥିଲା, ଠିକ୍ ଅଛି। ତ ଅଣ୍ଡର ପ୍ରୋସେସ୍ ହେଇକି ଯଦି ଥିଲା, ଆର ମାନେ ହେଉଛି ଯଦି ଆପଣମାନଙ୍କର EKYC ପ୍ରୋବ୍ଲେମ୍ ଥିବ, ଯାହାକି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ କିଛି ବି ପ୍ରୋବ୍ଲେମ୍ ଥିବ ଏବଂ ଆପଣଙ୍କର ଯଦି DBT ଲିଙ୍କ୍ ନଥିବ, ତାହେଲେ ଆପଣମାନଙ୍କର ଏଇ ଦୁଇଟା କାମ ଯଦି ଆପଣଙ୍କର ସବୁ ଭୁଲଭାଲ ଥିବ ତ ସେଇଥିପାଇଁ ଆପଣଙ୍କର ଅଣ୍ଡର ପ୍ରୋସେସ୍ ହେଇକି ଜିନିଷ ଥିବ, ଠିକ୍ ଅଛି। ଆଉ ଗୋଟେ କଥା, ଏବେ ଯେ ଆମର ନିୟମ ଆସିଛି ସରକାରଙ୍କ ତରଫରୁ, ଯାହା ବି ସୂଚନା ଅଛି କି ବର୍ତ୍ତମାନ ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ହେଇକି ଥିବ ଏବଂ ସେମାନଙ୍କର ଯଦି ଦେଖାଯିବ ସବୁ କିଛି ଜିନିଷ ଆପଣଙ୍କର ଠିକ୍ ଅଛି ବୋଲି, ତାହେଲେ ଆପଣମାନେ ସୁଭଦ୍ରା ଯେଉଁ ଆପଣ ଚତୁର୍ଥ କିସ୍ତି ଆପଣଙ୍କର ଯାହା ବି ଆପଣ 5,000 ଟଙ୍କା ଲେଖା ଆସି ପାଇନାହାନ୍ତି ଆପଣମାନେ, ସେଇଟା ଆପଣମାନେ ପାଇଯିବେ, ଠିକ୍ ଅଛି। ତ କ'ଣ ଡକୁମେଣ୍ଟ ଆପଣଙ୍କର ଠିକ୍ ଥିବ, ପ୍ରଥମେ ଦେଖିବା ପାଇଁ ଗଲେ ଆପଣମାନଙ୍କର ନା EKYC ମାନେ ହେଉଛି ଆପଣଙ୍କର ଆଧାର କାର୍ଡ଼, ଠିକ୍ ଅଛି। ଆଧାର କାର୍ଡ଼ ଏବଂ ଆପଣଙ୍କର ମୋବାଇଲ ନମ୍ବର ଏବଂ ଆପଣଙ୍କର ଯଦି ଡେଟ୍ ଅଫ୍ ବାର୍ଥ ଆପଣଙ୍କର ସବୁ ଠିକ୍ଠାକ୍ ଥିବ, ତାହେଲେ ଆପଣମାନଙ୍କର ପୁରା ଓକେ ଥିବ। ତାପରେ ବ୍ୟାଙ୍କରେ ଯଦି ଆପଣଙ୍କର ଯଦି ଭୁଲଭାଲ ଥିବ, ଯେହେତୁକି ଆପଣମାନଙ୍କୁ ମୁଁ କହିଥିଲି କି ପୂର୍ବ ଭିଡ଼ିଓରେ କି ଆପଣମାନଙ୍କର କି ଯଦି ଆପଣମାନଙ୍କର ବ୍ୟାଙ୍କରେ ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ଭୁଲ ଅଛି, ଠିକ୍ ଅଛି, ଏବଂ ଆପଣମାନଙ୍କର ନେମ୍ ଆପଣଙ୍କର ଭୁଲ ଅଛି, ତ ଏଇ ଦୁଇଟା ପ୍ରାୟ ସମସ୍ତଙ୍କର ପ୍ରୋବ୍ଲେମ୍ ଥାଏ କି ଆଧାର କାର୍ଡ଼ରେ ଡେଟ୍ ଅଫ୍ ବାର୍ଥ କାହାର ପ୍ରୋବ୍ଲେମ୍ ଥାଏ ଏବଂ ନାଁ ମଧ୍ୟ କାହାର ପ୍ରୋବ୍ଲେମ୍ ଥାଏ। ତ ଏଇ ଦୁଇଟା କରେକ୍ସନ୍ ଯଦି ଆପଣ କରିସାରିଛନ୍ତି ଏବଂ ଆପଣ ବ୍ୟାଙ୍କରେ ଯାଇକି ଆପଣମାନେ ଡକୁମେଣ୍ଟ ସବମିଟ୍ କରିନାହାନ୍ତି, ତାହେଲେ ଆପଣ ଯାଇକି ଆଧାର କାର୍ଡ଼ ଏବଂ ମୋବାଇଲ ନମ୍ବର ନେଇକି ଆପଣମାନେ ବ୍ୟାଙ୍କରେ ସବମିଟ୍ କରିଦିଅନ୍ତୁ, ଠିକ୍ ଅଛି। ଆଉ ଗୋଟେ ପ୍ଲସ୍ ପଏଣ୍ଟ କ'ଣ ଅଛି ନା, ଆପଣଙ୍କର ଭାବୁଥିବେ କି ଆପଣମାନେ ମୋବାଇଲ ନମ୍ବର କ'ଣ ପାଇଁ ଦେବେ। ଦେଖନ୍ତୁ, ମୋବାଇଲ ନମ୍ବର ଦେଲେ ଆପଣଙ୍କର ଯାହା ବି କିଛି ଡକୁମେଣ୍ଟରେ ଆପଣଙ୍କର ପଇସା ଆସିବ ଏବଂ ଆପଣଙ୍କର ଯାହା ବି ଡକୁମେଣ୍ଟରେ ଭୁଲଭାଲ ଥିବ, ସେଥିରେ ଆପଣଙ୍କୁ ମେସେଜ୍ ପଳେଇ ଆସିବ ମୋବାଇଲକି। ଆପଣ ସହଜରେ ଜାଣିପାରିବେ କି ଆପଣଙ୍କ ପଇସା ଆସିଲା କି ନାହିଁ ଏବଂ ଆପଣଙ୍କର କ'ଣ ଡକୁମେଣ୍ଟ ଆପଣଙ୍କର ଭୁଲ ଅଛି ସେସବୁ ଆପଣମାନେ ଜାଣିପାରିବେ, ଠିକ୍ ଅଛି। ତ ଏଥିପାଇଁ ମୋବାଇଲ ନମ୍ବରଟା ଆପଣଙ୍କର ନିହାତି ଜରୁରୀ। ଏବଂ DBT ମାନେ ଆପଣଙ୍କର ଦେଖନ୍ତୁ କି DBT କ'ଣ ନା, ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର, ଯେଉଁଟାକି ସରକାର ଯେକୌଣସି ଯୋଜନାରେ ପଇସା ଆପଣଙ୍କୁ ଦିଅନ୍ତି, ସେଟା ହେଉଛି ଆପଣଙ୍କୁ DBT ମାଧ୍ୟମରେ ହିଁ ଦିଅନ୍ତି, ଡାଇରେକ୍ଟ ବ୍ୟାଙ୍କ ଆପଣଙ୍କୁ ଟ୍ରାନ୍ସଫର କରନ୍ତି। ତ DBT କେମିତି କ'ଣ ଆପଣମାନେ ଚେକ୍ କରିବେ ମୋବାଇଲରେ, ଏହା EKYC ପରେ ହିଁ ଆପଣମାନେ ଚେକ୍ କରିପାରିବେ, ଠିକ୍ ଅଛି। ପ୍ରଥମେ ଆପଣ EKYC କରିବା ପାଇଁ ପଡ଼ିବ, ତାପରେ ଯାଇକି ଆପଣମାନେ DBT ଚେକ୍ କରିବେ। ତ EKYC କରିବେ, ଆପଣଙ୍କୁ ମୁଁ ଜଣାଇଦେଲି କେମିତି EKYC କରିବେ ଏବଂ DBT କେମିତି ଚେକ୍ କରିବେ, ସେଟା ମଧ୍ୟ ମୁଁ ନେକ୍ସଟ ଭିଡ଼ିଓ ଆପଣ ଯଦି କମେଣ୍ଟ କରିବେ ସେଟା ମୁଁ ଜଣାଇଦେବି ଏବଂ ଆଗରୁ ମଧ୍ୟ ମୁଁ ଭିଡ଼ିଓ କରିସାରିଛି ଏବଂ ଯଦି ଏବେ ବି ଯଦି ଆପଣ କମେଣ୍ଟ କରିବେ ତାହେଲେ ମୁଁ ଆପଣଙ୍କୁ ଜଣାଇଦେବି। କିନ୍ତୁ ମନେ ରଖିଥାନ୍ତୁ, ଯଦି ଆପଣମାନଙ୍କର ଏବେ ବି ସବୁ ଡକୁମେଣ୍ଟ ଆପଣଙ୍କ ସୁଭଦ୍ରା ପାଇଁ ଠିକ୍ ଅଛି ଏବଂ ଆପଣମାନଙ୍କର ଯାହା ବି କିଛି ସୁଭଦ୍ରା ଗାଇଡ଼ଲାଇନ୍ ଅଛି, ତ ସେସବୁ ବିଷୟରେ ଆପଣମାନେ ନାହାନ୍ତି ଏବଂ ଯଦି ଆପଣଙ୍କ ସବୁ ଜିନିଷ ଠିକ୍ ଅଛି, ବ୍ୟାଙ୍କରେ ସବୁ ଠିକ୍ ଅଛି ଆଉ ଏବଂ ଆପଣଙ୍କ DBT ଏବଂ EKYC ସେସବୁ ଜିନିଷ ଆପଣଙ୍କର ଠିକ୍ ଅଛି, ତାହେଲେ ଆପଣମାନେ ସୁଭଦ୍ରା କିସ୍ତି ଯଥାଶୀଘ୍ର ଆପଣ ପାଇବେ। ବର୍ତ୍ତମାନ ସମସ୍ତଙ୍କର ଆପ୍ଲିକେସନ୍ ଭେରିଫାଇ କରାଯାଉଛି, ଯେଉଁମାନେ ସୁଭଦ୍ରା ପଇସା ପାଇନାହାନ୍ତି, ସେଟା ବହୁତ ଜଲ୍ଦି ଆପଣମାନେ ପଇସା ପାଇଯିବେ। ଆପଣମାନେ କ'ଣ ଗୋଟେ ବହୁତ ବଡ଼ ନ୍ୟୁଜ୍ ଥିଲା, ସେଇଥିପାଇଁ ମୁଁ ଆପଣଙ୍କୁ ଜଣାଇଦେଲି। ଯଦି ଭିଡ଼ିଓଟି ଭଲ ଲାଗୁଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି।